ଦେଖନ୍ତୁ ଓଡ଼ିଶାରେ ବିଗତ ଦିନରେ ସରକାର ଯେଉଁଭଳି ଭାବେ ଅନୁପ୍ରବେଶକାରୀ କି ଗୋଟେ ପ୍ରୋତ୍ସାହନ ଦେଇକି ନିଜର ଭୋଟ ବ୍ୟାଙ୍କ ରାଜନୀତିକୁ ଚମକେଇବାର କାମ କରୁଥିଲେ ତା ଫଳରେ ଭୁବନେଶ୍ୱରର ଅବସ୍ଥା ଆପଣ କୁହନ୍ତୁ କିମ୍ବା କୋଷ୍ଟାଲର ପୁରା ଯେକୌଣସି ଜିଲ୍ଲାର କଥା ଆପଣ ଧରିବେ କେନ୍ଦ୍ରାପଡ଼ା ଜଗତସିଂହପୁର ଏବଂ ପୁରୀ ପର୍ଯ୍ୟନ୍ତ ଏହି ସମସ୍ତ ଜିଲ୍ଲାମାନଙ୍କରେ ବ୍ୟାପକ ପରିମାଣରେ ଅନୁପ୍ରବେଶକାରୀମାନେ ଆସିକି ନିଜର ସେଟଲମେଣ୍ଟ କରିଛନ୍ତି ଏବଂ ଯେଉଁଭଳି ଭାବେ ଆପଣ ବହୁତ ଜାଗାରେ ଛୋଟ ଛୋଟ କାର୍ଯ୍ୟାନୁଷ୍ଠାନ ଯେତେବେଳେ ସରକାରଙ୍କ ତରଫରୁ ସରକାରୀ ଜମି ଅବରୋଧକୁ ହଟାଇବାକୁ ନେଇକି ହେଉ ଭୁବନେଶ୍ୱରରେ ସହରାଞ୍ଚଳର ଯେଉଁ ପ୍ରକାର ଆବର୍ଜନାମୟ ପରିବେଶ ତିଆରି କରି ରଖୁଛନ୍ତି ତାକୁ ସଫା କରିବା ନେଇକି ହେଉ ଯେତେବେଳେ ମାନେ କୌଣସି ଷ୍ଟେପ୍ ନିଆଯାଇଛି ସେତେବେଳେ ଯେଉଁ ରିଆକ୍ସନଟା ଆସିଛି ସେଇ ବସ୍ତି ଅଞ୍ଚଳର ସେଇ ଲୋକମାନଙ୍କ ତରଫରୁ ଆପଣ ଅନୁଭବ କରିପାରୁଥିବେ ଯେ ଏଇ ସମସ୍ତେ ଅନୁପ୍ରବେଶକାରୀ ସେମାନେ ଗଲା ସରକାରର ଯେଉଁ ପ୍ରୋତ୍ସାହନର ଫାଇଦା ନେଇକି ଓଡ଼ିଶାରେ ମାଡ଼ି ବସିଛନ୍ତି ଏବଂ ଓଡ଼ିଶାର ପ୍ରାକୃତିକ ସଂସାଧନକୁ ଉପଭୋଗ କରୁଛନ୍ତି କୌଣସି ପ୍ରକାର ଭାରତ ଦେଶ ପ୍ରତି ବା ଓଡ଼ିଶା ପ୍ରତି ସେମାନଙ୍କ ଲୟାଲିଟି ନଥିବା ବେଳେ ଓଡ଼ିଶା ଏବଂ ଭାରତର ସଂସାଧନକୁ ମାନେ ଉପଭୋଗ କରିବାର କୌଣସି ଅଧିକାର ତାଙ୍କ ପାଖରେ ନାହିଁ ଏବଂ ସେମାନେ ଅପରାଧ ଭିଆଇବା ଗୋ ତସ୍କରୀଠୁ ନେଇକି ମହିଳା ତସ୍କରୀଠୁ ନେଇକି ଶିଶୁ ତସ୍କରୀ ପର୍ଯ୍ୟନ୍ତ ଏବଂ ନିଶା କାରବାରରେ ଯେଉଁଭଳି ଭାବେ ସେମାନଙ୍କର ମାନେ ଇନଭଲଭମେଣ୍ଟ ରହିଛି ଏଇଟା ଆମ ସମସ୍ତଙ୍କ ପାଇଁ ଚିନ୍ତାଜନକ ବିଷୟ ଯେତେବେଳେ ଆଜି ସାରା ଦେଶରେ ଏଇ ନାଗରିକତା କୁ ନେଇକି ଗୋଟେ ଜାଗରଣ ତିଆରି ହେଇଛି ଲୋକମାନଙ୍କ ଭିତରେ ଏବଂ ସେଇ ଆଧାରରେ ନିର୍ବାଚନ କମିଶନ ଯେଉଁ ଭୋଟର ତାଲିକା ପରିଷ୍କାର କରିବାର ଯେଉଁ ଅଭିଯାନ ଜାରି ରଖିଛନ୍ତି ତାହା ଓଡ଼ିଶାରେ ନିହାତି ଲାଗୁ ହେବା ଜରୁରୀ ଏବଂ ଏଥିରେ ବିରୋଧୀ ଦଳମାନେ ଯେଉଁ ପ୍ରକାର ମାନେ ବାଚାଳ କରୁଛନ୍ତି ଏଇଟା ତାଙ୍କଠୁ ଅପେକ୍ଷା ରହୁଛି କାରଣ ସେମାନଙ୍କର ଭୋଟ ବ୍ୟାଙ୍କ ଏହାଦ୍ୱାରା ମାନେ ଭୋଟ ବ୍ୟାଙ୍କ ଉପରେ ପ୍ରଭାବ ପଡ଼ିବ ଏବଂ ସେମାନେ ଯେଉଁମାନଙ୍କୁ ନିଜର ଭୋଟ ପାଇଁ ବିଭିନ୍ନ କର୍ପୋରେସନର ୱାର୍ଡ଼ରେ ହେଉ ବିଭିନ୍ନ ଜିଲ୍ଲା ପରିଷଦର ଭୋଟକୁ ଆଧାରିତ କରିକି ହେଉ ବିଭିନ୍ନ ନିର୍ବାଚନ ମଣ୍ଡଳୀର ଭୋଟକୁ ପ୍ରଭାବିତ କରିବାକୁ ନେଇକି ହେଉ ସେମାନେ ବସେଇଥିଲେ ସେମାନଙ୍କର ଯେତେବେଳେ ଭୋଟ ବ୍ୟାଙ୍କ ମାନେ ଫସର ଫାଟିଯିବ ସେତେବେଳେ ସେମାନେ ଚିତ୍କାର କରିବେ ଏଇଠାରେ କିନ୍ତୁ ଓଡ଼ିଶାର ରାଜ୍ୟ ଏବଂ ଓଡ଼ିଶାର ରାଜ୍ୟବାସୀମାନଙ୍କର ହିତକୁ ଆଖି ଆଗରେ ରଖିକି ଏସ୍ଆଇଆର୍ ନିହାତି ଲାଗୁ ହେବା ଉଚିତ ଏବଂ ନିହାତି ଲାଗୁ ହେବ।